ସାଙ୍ଗମାନେ ଆଜି ଦୁର୍ଗା ପୂଜା ଭେକେସନ ଓଭର ପରେ ମୁଁ ଚାଲିଲି ଭୁବନେଶ୍ୱର ଆଉ ମୋ ଧନକୁ ଛାଡିକି ଯିବାଟା ଯେ କେତେ କଷ୍ଟ ସେଇଟା କେବଳ ମୁଁ ହିଁ ବୁଝିପାରିବି। ତ ଆଜି ଯିବି ବୋଲି ସକାଳୁ ଆଖି ଦୁଇଟା ତ ଖୋଲି ଯାଇଥିଲା କିନ୍ତୁ ମୋ ଭିତରେ ଥିବା ଗୋଧୁଣୀ ସନ୍ଧ୍ୟାଟା ଏବେ ବି ଶୋଇଥିଲା। ହଁ ମାନୁଛି ମୁଁ ଟିକେ ଗୋଧୁଣୀଟା ହେଲେ ଘରକୁ ଆସିଲେ ଟିକେ ଗୋଧୁଣୀ ପାରାମିଟରଟା ମୋର ହାଇ ହେଇଯାଏ। ତ ସେଇ ଭିତରେ ଉଠି ଯାହା ଯେତିକି କାମ ସାରି ଡ୍ରେସ ଚେଞ୍ଜ କରିକି ଘଣ୍ଟାଟା ଆସିକି ଦେଖିଲା ବେଳକୁ ବସ୍ ଆସିବାକୁ ଆଉ ଅଳ୍ପ ସମୟ। ହେ ଭଗବାନ ମୁଁ ବୁଝିପାରୁନି ଆଜି ଘଣ୍ଟାଟା ଘୋଡା ହେଇଯାଇଛି ନା ମୁଁ ଗଧ ପାଲଟି ଯାଇଛି। ତ ଯଥା ଶୀଘ୍ର ମାତାଶ୍ରୀଙ୍କ ପାଖରୁ ଚା ତାଟିଆଟେ ଆଣି ବସି ପଡିଲି ଚା ବିସ୍କୁଟ ସାଙ୍ଗକୁ ରୁଟି ଖାଇବା ପାଇଁ। ଆକ୍ଚୁଆଲି ସାଙ୍ଗମାନେ କଥା କଣ କି ସକାଳେ ମତେ ଯାହା ଖାଇଲେ ନା ବିଷ ଭଳିଆ ଲାଗେ କିନ୍ତୁ ଏଇ କମ୍ବିନେସନ ଟା ୱାନ୍ ଅଫ ମାଇ ଫେଭରାଇଟ। ତ ଖାଇସାରି ପଳେଇ ଆସିଲି ମୋ ଅଜାଙ୍କ ପାଖରେ ଠିଆ ହେଇ ଟିକେ ମେକଅପ୍ ହେବି ବୋଲି କିନ୍ତୁ ମୁଁ କଣ ଛାଡିବା ଜନ୍ତୁ ମୋ ଧନ ସହ ନ ଲାଗିଲେ ମୋର ପରା ଭାତ ହଜମ ହୁଏନି। ଆକ୍ଚୁଆଲି ମତେ ସବୁବେଳେ ଅଜା ଛାଡିବା ପାଇଁ ଯାଆନ୍ତି କିନ୍ତୁ ଏଥରକ ନା ତାଙ୍କ ଦେହଟା ଟିକେ ଭଲ ନାହିଁ ଏମିତିରେ ବି ଦେହ ପା କଥା ସେଥିପାଇଁ ଜମା ଅଜାକୁ ଟେନସନ ନ ଦେଇ ମାମୁ ଭାଣିଜି ବାହାରି ପଡିଲୁ ବସ୍ ଷ୍ଟପ୍ କୁ। ଆଉ ବସ୍ ଆସିଲା ପରେ ସିଟ୍ କରି ମାମୁ ବି ବାହାରି ପଡିଲେ ତାଙ୍କ ଡ୍ୟୁଟି କୁ। ଆଉ ସାଙ୍ଗମାନେ ଆଜି ମୋର ସିଟମେଟ କିଏ ବୋଲି ଜାଣିବାକୁ ଚାହିଁବେନି ଏଇ ଛୋଟୁ ମୋ ନୂଆ ବେଷ୍ଟି। ଆଉ ଆଜି ଆମେ ଦୁଇ ସାଙ୍ଗ ମିଶି ଖେଳରେ କେତେବେଳେ ଯେ ଆସି ଲୋକେସନରେ ପହଞ୍ଚିଗଲି କିଛି ଜାଣି ହିଁ ପାରିଲିନି। ହଉ ଲୋକେସନରେ ତ ପହଞ୍ଚିଗଲି ଚାଲ ମଣି ଏବେ ରାପିଡୋ ବୁକିଂ କରି ରୁମ୍ କୁ ଯିବା। ଥାଉ ସାଙ୍ଗମାନେ ଆପଣ ମାନେ ଏଇ ଦୁଃଖ ମୋର ଦୁଇ ଆଖିରେ ଦେଖି ପାରିବେନି ଆଉ ଯଦି ବି ଦେଖି ଦେଇଛନ୍ତି ତାହେଲେ ସବସ୍କ୍ରାଇବ ଟା କରିକି ଯିବେ ହେଲା।